ଆପଣଙ୍କ ଜମି ଯାହା ନାଁରେ ଅଛି ତାଙ୍କର ଗୋଟେ ସିଗ୍ନେଚର ଏଠାରେ ଦରକାର। ଆଜ୍ଞା ସାର୍, ସିଗ୍ନେଚର ପରେ କାମ ହେଇଯିବ ତ? ହଁ ଆଜ୍ଞା, ହେଇଯିବ। ହଁ କୁହନ୍ତୁ, ଆପଣଙ୍କର କ'ଣ ଦରକାର? ମୋର କଲେଜ ସାର୍ଟିଫିକେଟରେ ନା ଭୁଲ ଅଛି। କଲେଜରେ କହିଛନ୍ତି ଗାଁର ସରକାରୀ ଅଫିସରୁ ବାର୍ଥ ସାର୍ଟିଫିକେଟ ଲେଖେଇକି ଆଣିବା ପାଇଁ। ବାଃ, ଆପଣ କଲେଜରେ ପଢୁଛନ୍ତି? କାଇଁ, କ'ଣ ହେଲା କି? ନାଇଁ ନାଇଁ, ଆପଣ ନାଁ କୁହନ୍ତୁ। ମୋ ନାଁ ସୀତା ମୁର୍ମୁ। ଠିକ ଅଛି, ଆପଣ ବସନ୍ତୁ, ମୁଁ କରିକି ଆଣୁଛି। ଏଇ ନିଅନ୍ତୁ, ଆପଣଙ୍କ କାମ ହୋଇଗଲା। ହେ ଭଗବାନ, ଆପଣ କାହିଁକି ନା ଆଣିକି ଆସିଲେ? ମତେ ଯଦି ଡାକିଥାନ୍ତେ ତାହେଲେ ମୁଁ ନେଇ ଆସିଥାନ୍ତି। ନାଇଁ ନାଇଁ, କିଛି କଥା ନାହିଁ। ମୁଁ ଆପଣଙ୍କୁ ଯେଉଁ ଅପେକ୍ଷା କରାଇଲି ସେଥିପାଇଁ। ସରକାରୀ କାମରେ ସମୟ ଲାଗେ, ଏହା ମୁଁ ଜାଣିଛି। ହଉ, ଧନ୍ୟବାଦ। ଏବେ ମୁଁ ଆସୁଛି। ରବିନାଥ ମୁର୍ମୁ। ବାପା ଘରେ ନାହାନ୍ତି। ଆପଣ? ହଁ, ସରକାରୀ କାମ ନା, ଆପଣଙ୍କ ଘର ନମ୍ବର। ଆଚ୍ଛା, ରବିନାଥ ଆପଣଙ୍କ ବାପା? ହଁ, ହେଲେ ବାପା ଏବେ ଘରେ ନାହାନ୍ତି। ଆପଣ ଟିକେ ଅପେକ୍ଷା କରିବେ। ଆଚ୍ଛା, ଠିକ ଅଛି। ତାହେଲେ ବାହାରେ କାହିଁ ଛିଡ଼ା ହେଲେ? ଭିତରକୁ ଆସନ୍ତୁ। ଆପଣଙ୍କର କେତେ ଝାଳ ବାହାରୁଛି। ଏଇ ନିଅନ୍ତୁ ଚାହା। ଇଏ କ'ଣ? ନାଇଁ, ଥାଉ। ନିଅନ୍ତୁ ନା, ସେଦିନର ଉପକାର ପାଇଁ। ଚରଣ ଗୋଟିଏ ଆଦିବାସୀ ଗାଁରେ ସରକାରୀ କର୍ମଚାରୀ ଥିଲା। କେତେ କେତେ ଦିନ ଧରି ସେ ଜଙ୍ଗଲରେ ଘୁରି ବୁଲୁଥାଏ ତା କାମ ପାଇଁ। ସେଠାରେ ତାର ଗୋଟେ ଝିଅ ସହିତ ପ୍ରେମ ହୋଇଗଲା। ତାର ନାଁ ସୀତା। ସେମାନେ ଦୁଇ ଜଣ ବାହା ହୋଇଗଲେ। ଏବେ ସେମାନେ ଖୁସି ଖୁସି ତାଙ୍କ ଦିନ ବିତାଉଥିଲେ। ତମର ନୂଆ ଅଫିସ ଆଉ କେତେ ଦିନ ରହିଲା ଜଏନ୍ କରିବାକୁ? ଆଉ 12 ଦିନ। ଆମକୁ ଏବେ ଏଇ ଘର ଛାଡ଼ିବାକୁ ପଡ଼ିବ। ତାହେଲେ କ'ଣ ହେବ? କଥା ହେଲା, ନୂଆ ଅଫିସ ଜଏନ୍ କଲା ପରେ ଯାଇ ସେଠି ଘର ଖୋଜିବାକୁ ପଡ଼ିବ। ତାପରେ ଯାଇ ମୁଁ ତମକୁ ନେଇପାରିବି। ତା ଭିତରେ ପୁଣି ମା ସହିତ ଦେଖା କରିବାର ବି ଅଛି। ତାହେଲେ ଭଲ ହେଲା, ମତେ ମାଙ୍କ ସହିତ ଭେଟ କରିବାକୁ ନେଇ ଚାଲ ନା। କଥା କ'ଣ କି, ମା ଜାଣିନାହାନ୍ତି କି ମୁଁ ତୁମକୁ ବାହା ହୋଇଛି ବୋଲି। ଯଦି ସିଏ ତୁମକୁ ପସନ୍ଦ କରିନଥାନ୍ତେ ତ ସେଥିପାଇଁ। ଏବେ ମତେ ଡର ଲାଗୁଛି, ସିଏ ଯଦି ତମକୁ ଗ୍ରହଣ କରିବେନି ତାହେଲେ କ'ଣ ହେବ? ତମେ ଦେଖିବ, ସବୁ ଠିକ ହୋଇଯିବ। ମା ଆମକୁ ନିଜର କରିନେବେ। ମୁଁ ତାଙ୍କୁ ବୁଝାଇଦେବି। କ'ଣ ତମେ ସତ କହୁଛ? କ'ଣ ତୁମେ ଏହା କରିପାରିବ? ଆଚ୍ଛା, ତମକୁ କ'ଣ ମୋ ଉପରେ ଭରସା ନାହିଁ କି? ହଁ, ମତେ ତମ ଉପରେ ପୁରା ବିଶ୍ୱାସ ଅଛି। କାଲି ଏ ଘର ଆମେ ଛାଡ଼ିଦେବା, ଆଉ ତାପରେ ମା ଘରକୁ ଯିବା। ହେଲେ ତମ ମାଙ୍କ ସ୍ୱଭାବ କେମିତିକା? ମା? ଚରଣ ଆସିବ? ଏଥର ତ ମୁଁ ତ ବାହାଘର କରିକି ହିଁ ରହିବି। ଆଜି ହିଁ ପଣ୍ଡିତଙ୍କୁ ଡାକି କଥା ହେଇ କୋଉ ପଢ଼ା ପିଲା ଦେଖି ବାହା କରିଦେବି। ବୋହୂ ଆସିବ ତ ମୋର ସେବା କରିବ। ମୁଁ ତ ଖାଲି ଗୋଡ଼ ଉପରେ ଗୋଡ଼ ପକାଇ ଶୋଇ ରହିବି। କେତେ ମଜା ଆସିବ। ଚରଣ, ଏବେ ଚିଠି ମିଳିଲା ଆଉ ତୁ ଆସି ପହଞ୍ଚିଗଲୁ। ହଉ, ଆସ ଘରକୁ। ସୀତା, ମାଙ୍କ ଆଶୀର୍ବାଦ ନିଅ। ଇଏ କିଏ ପୁଅ? ଇଏ ତୁମର ବୋହୂ ମା। ଇଏ କାଳି ଗାଁର ଝିଅ ମୋର ବୋହୂ? ଛି ଛି, ପୁଅ ତୁ ତ ମୋର ନାକ କାଟିଦେଲୁ।
ଏଇ ଦିନ ପାଇଁ କ'ଣ ମୁଁ ତତେ ପାଠ ସାଠ ପଢ଼େଇଥିଲି? ଛି ଛି ଛି। ନା ନା, ମୁଁ ଆକୁ ବୋହୂ ବୋଲି ମାନି ପାରିବିନି। ତୁ ନେଇଯା ତାକୁ। ତମେ ତ ଜାଣିଛ ମା, ମୋ ଚାକିରିରେ କୌଣସି ଥାଇ ନାହିଁ। ଏଠାରୁ ସେଠାକୁ ସେଠାରୁ ଏଠାକୁ ସବୁବେଳେ ହଉଥାଏ। ମୁଁ ଘର ଠିକ୍ କଲେ ତ ତାକୁ ନେବି। ତମେ ବୁଝୁନ କାହିଁକି ମା? ତୁ ତାକୁ କହିଦେବୁ ସିଏ ଯେମିତି ମୋ ପାଖକୁ ନ ଆସେ। ଠିକ୍ ଅଛି ମା, ମୁଁ ତାକୁ କହିଦେବି। ମା, ମୋତେ ସହର ବୁଲେଇ ଆଣନ୍ତୁ ନା। କ'ଣ କହିଲୁ? ସହରରେ ବୁଲିବା ତୋର ଯୋଗ୍ୟତା ହିଁ ନାହିଁ। ମା, ତମେ ମୋତେ ଶିଖେଇଲେ ମୁଁ ଶିଖିଯିବି। ଘରର ଯାହା କାମ କରୁଛୁ ତାକୁ ମନ ଦେଇ କର। ତାଠାରୁ ଅଧିକ କିଛି ଆଶା କରନା ମୋ ଠାରୁ। ମୁଁ ଶୁଣିଲି କି ଚରଣ ତା ସାଙ୍ଗରେ କାହାକୁ ଆଣିକି ଆସିଛି। ସିଏ କାମବାଲି। ତାହେଲେ ତାକୁ ଡାକ, ଟିକେ ଚାହା ନେଇ ଆସିବ। ମୋତେ ଡାକିବାକୁ ପଡ଼ିବନି ଖୁଡ଼ି, ମୁଁ ନେଇ ଆସିଲି। ଥାଉ ଝିଅ, ତୁ ତ ବଡ଼ ସଂସ୍କାରୀ। ଖୁସିରେ ରହ ମା। ମା, ଆପଣଙ୍କୁ ବି ଚାହା ଦେବି କି? ନାଇଁ, ଥାଉ, ତୁ ଏଠୁ ଯା। ଇଏ କ'ଣ କରୁଛୁ? ଘରକୁ କ'ଣ ଜଙ୍ଗଲ କରିଦେବୁ ନା କ'ଣ? ନାଇଁ ମା, ମୁଁ ଔଷଧୀୟ ଗଛ ଲଗାଉଛି। ମୋ ଘର ତ ଭାଙ୍ଗିଦେଲୁ, ଆଉ ଏବେ ଅଗଣାକୁ ବି ନଷ୍ଟ କରିଦେବୁ। କେବେ କେଜାଣି ଏଠାରୁ ଯିବ କେଜାଣି। କ'ଣ ହେଲା ମା? ମୋ ମୁଣ୍ଡରେ ବହୁତ କଷ୍ଟ ହେଉଛି। ହେ ଭଗବାନ, ମୁଁ ଏବେ କ'ଣ କରିବି? ମୋତେ ଡକ୍ଟର କୋଉଠି ମିଳିବେ? ମୁଁ ତ ଏଠାରେ କାହାରିକୁ ବି ଜାଣିନି। ମା, ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ନା? ହଁ ହଁ ହଁ। ମା, ନିଅନ୍ତୁ, ଏ ପାଣି ଟିକେ ପିଇ ଦିଅନ୍ତୁ। ମା, ମା, ଏବେ ଟିକେ କଷ୍ଟ କମ୍ ଲାଗୁଛି କି? ହଁ ହଁ। ମା, ମୁଁ ଏବେ ଡକ୍ଟରଙ୍କୁ ଡାକି ଆଣୁଛି। ହେଲେ ତୁ ତ ଏଠାରେ କାହାରିକୁ ବି ଜାଣିନୁ। ମୁଁ ଜାଣିପାରିବି ମା, ଆପଣ ବ୍ୟସ୍ତ ହୁଅନ୍ତୁନି। ଏବେ ଇଏ ବିପଦରୁ ବାହାରେ। ହେଲେ ଏ ଚମତ୍କାର ହେଲା କେମିତି? ଡକ୍ଟର ସାର୍, ମୁଁ ଗୋଟେ ପତ୍ରର ରସ ପିଆଇଥିଲି ମାଙ୍କୁ। କେଉଁ ପତ୍ର? ମୁଁ ଟିକେ ଦେଖିପାରିବି କି? ଆରେ ବା, ତମେ ତ କମାଲ କରିଦେଲ। ତମେ ଯଦି ଏହି ପତ୍ରକୁ ଠିକ୍ ସମୟରେ ପିଆଇ ନଥାନ୍ତ, ତାହେଲେ ହାର୍ଟ ଆଟାକକୁ କେହି ବି ଅଟକାଇ ପାରିନଥାନ୍ତେ। ଆରେ ଭଉଣୀ, ତମେ ତ ବଡ଼ ଭାଗ୍ୟବାନ। ତମକୁ ଏମିତିଆ ଗୁଣୀ ବୋହୂ ମିଳିଛି। ଡକ୍ଟର ସାର୍, ସିଏ କେବଳ ମୋ ବୋହୂ ନୁହେଁ, ଜଙ୍ଗଲୀ ବୋହୂ। ମାଙ୍କୁ ବି ଚାହା ଦିଅ। ନା, ଏବେ ଖରାବେଳ ହୋଇଗଲାଣି। ମାଙ୍କୁ ଏବେ ଚାହା ଦେବିନି। ମା ସିଧା ଗାଧୋଇକି ଖାଇବେ। ମା, ମୁଁ କାଲି ପଳେଇବି, ଆଉ ସାଙ୍ଗରେ ସୀତାକୁ ବି ନେଇଯିବି। ନା, ମୁଁ ଏବେ ମୋ ବୋହୂକୁ ଆଉ ବାରଦୁଆର ହେବାକୁ ଦେବିନି। ସେ ମୋ ପାଖରେ ହିଁ ରହିବ। ତୁ ମଝିରେ ମଝିରେ ଘରକୁ ଆସୁଥିବୁ, ହେଲା? ହଁ ମା, ଠିକ୍ ଅଛି।